ଦେଖନ୍ତୁ ଆଜି ମୁଁ ବନଉଛି जुआणी आ रसुण गरम है केमती आम निश्वास नवा ଯେତେବେଳେ यही ଛୋଟ प्रक्रिया ଛୁଆଙ୍କୁ करने द्वारा निजर थंडा ଏଇଟା अंश ମେଥି ନା काटिदे ଜୁଆଣି କ'ଣ କହିଲେ ଏଇଟା ଜୁଆଣି ତ हाँ थंडा अंश काटिदे ଯେତେବେଳେ यहाँ ଯଦି शुद्ध ଛୋଟ ଛୁଆଙ୍କୁ ବହୁତ ଜୋରରେ ଥଣ୍ଡା ହେଇଛି अच्छा ତାହେଲେ ତାଙ୍କୁ କ'ଣ କରିବାକୁ ପଡ଼ିବ ନାକରୁ ବହୁତ ଜୋରରେ ଯେତେବେଳେ ପାଣି ବାହାରୁଛି କ'ଣ କରିବାକୁ ପଡ଼ିବ ସେଥିରେ अच्छा ଫାଷ୍ଟ କିଛି अच्छा मैडम यहाँ को पकई गरम कला କିଛି केते समय जाए आम शू शू करवा ନିହାତି 1 ରୁ 2 ମିନିଟ୍ ପିଲାର ନାକ ପାଖରେ ଦେବେ। अच्छा ଏଇଟା ପ୍ରଥମେ ରଖିଦେବା ଷ୍ଟାଣ୍ଡଟା हाँ ତାପରେ ଟିକେ ରସୁଣଟା ପକାଇଦେବା। अच्छा ରସୁଣ ପକାଇଦେଲେ ରସୁଣ ଟିକେ ଗରମ ହେଇଥିବ ଗ୍ୟାସ୍ ଟିକେ ସିମ୍ରେ ଦେବା। ରସୁଣ ଟିକେ ଗରମ ହେଇଥିବ ତାପରେ ଆମେ କ'ଣ କରିବା ନା ଟିକେ ଗରମ ହେଇଗଲା ଅପେକ୍ଷା କରିବା। ତାପରେ ଜୁଆଣି ପକାଇକି ଜଷ୍ଟ ଟିକେ ଜୁଆଣି ପକାଇଥିବ ବେଶୀ ଫୁଟି ନଥିବ ତାକୁ ଆମେ କାଢ଼ିଦେବା। ତେଲ ଭଳିଆ ହେଇଥିବ ଜୁଆଣି ଟିକେ ପକାଇଦେବା। ଆଉ ଟିକେ ପକାଇଦେବା। ତା ବାସ୍ନାଟା ଯେମିତି ତା ଭିତରେ ରହିଲେ ପିଲାଟା ସେଟାକୁ ଶୁଙ୍ଘିବ। ମାଉସୀ ହେଲେ ଗୋଟେ ମା ବି ହବାକୁ एटा मैडम हो गला ହେଇଗଲା। एटा केबे कोन करबी ଏଇଟାକୁ ଗୋଟେ କପଡ଼ା ଏମିତି ଗୋଟେ ଛୋଟ କଟନର କପଡ଼ା ନେଇକି ଏସବୁ ମୁଁ ମୋ ଭାଇଙ୍କଠୁ ଶିଖିଛି। ଏବେ ଟିକେ ଥଣ୍ଡା ହେଇଗଲା କପଡ଼ାଟାକୁ ଏମିତି ଧରିବା ହାତରେ हाँ हाँ ତାପରେ ଏଇଟାକୁ କପଡ଼ା ଉପରେ ଏମିତି ପକାଇଦେବା। ଯେମିତି ଦେଖାନ ସେମିତି ପକାଇଦେଲେ ତାପରେ ଏଇଟା କ'ଣ କରିବେ ନା ଏମିତି ଗୋଟେ ଗଣ୍ଠି ଦେଇଦେବେ। ଠିକ୍ ଅଛି हाँ ଭଲସେ ପକାଇଦେଲେ ଛୋଟ ଛୁଆ ପାଖ ଭାବି ଯିବା। କରିକି ଦେଖନ୍ତୁ ଭାଇଙ୍କର ରେମିଡିଜ୍। शुद्ध देशी उपचार एथिरे कौन स्वास्थ्य प्रति हानिकारक नहीं कौन साइड इफेक्ट नहीं यह करने द्वारा आपण छुआर स्वास्थ्य भल रहा थंडा बिना एलोपैथिक मेडिसिन खाई भल हो।